ନମସ୍କାର ବନ୍ଧୁମାନେ, ଆପଣମାନଙ୍କୁ ସ୍ୱାଗତମ ଆମ ଚ୍ୟାନେଲରେ। ଆଜି ଆମେ ଏକ ବହୁତ ଦରକାରୀ ଓ ଅନ୍ତରଙ୍ଗ ଅଭିନୟତା ଉପରେ କଥା ହେବାକୁ ଯାଉଛୁ। ଆପଣଙ୍କ ପ୍ରେମିକା କିମ୍ବା ଜୀବନ ସଙ୍ଗିନୀ କେବେ କେବେ ମନରେ କିଛି ଚାଲିଥିବା ଶବ୍ଦ ଖୋଲାଖୋଲି କହିପାରନ୍ତିନି। ତେବେ କାହିଁକି ଏମିତି ଘଟେ, ଏହା କିପରି ବୁଝିବେ? ଆଜି ଏହି ସମସ୍ତ ପ୍ରଶ୍ନର ଉତ୍ତର ଆପଣଙ୍କୁ ମିଳିବ, ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରଥମେ ଜାଣିବା ଦରକାର ସେ ଖୋଲାଖୋଲି କାହିଁକି କହିପାରୁନାହାନ୍ତି। ଏହାର ପ୍ରଧାନ କାରଣ ଆମ ସମାଜରେ ମହିଳାମାନେ ଶିଶୁକାଳରୁ ଲଜ୍ଜା ଓ ସଙ୍କୋଚ ଶିଖିଥାନ୍ତି। ସେମାନେ ଭୟ କରନ୍ତି, ମୁଁ କିଛି କହିଲେ ସେ ମୋତେ ଭୁଲ ବୁଝିବେ କି? ତେଣୁ ସେ ମନର ହାବଭାବ, ଶବ୍ଦ ଓ ଚାଲିଚଳନ ମାଧ୍ୟମରେ ଇସାରା କରନ୍ତି। ବିପରୀତ ଦିଗରେ ବେଶୀ ମାନେ ଲୋକ ସେହି ଇସାରା ବୁଝିପାରନ୍ତି ନାହିଁ। ତେବେ ସେହି ଇସାରା କ'ଣ କ'ଣ ରହିଛି, ଆସନ୍ତୁ ଜାଣିବା। ଅଚାନକ ଅଧିକ ସ୍ନେହ ଦେଖାନ୍ତି। ଯଦି ସେ ଅଚାନକ ଆପଣଙ୍କୁ ଅଧିକ ଭାବେ ମିଶିଯାଆନ୍ତି, ଦେଖି ହସନ୍ତି, କଥା ହେବା ଆଗ୍ରହ ଦେଖାନ୍ତି, ତେବେ ସୁନିଶ୍ଚିତ ସେ ମନରେ ଗଭୀର ଭାବନା ରଖିଛନ୍ତି। ନମ୍ବର 2, ସାରା ରାତି ଓ ରୋମାଣ୍ଟିକ କଥା କହନ୍ତି। ଯଦି ସେ ପୁରୁଣା ଲଭ୍, ପିଲା ସମୟ ମନେ ପକାଇ କହନ୍ତି, ନିଜ ଭିତରର ଇଚ୍ଛା ବ୍ୟକ୍ତ କରିବା ଚେଷ୍ଟା କରନ୍ତି, ତେବେ ଜାଣି ନିଅନ୍ତୁ। ନମ୍ବର 3 ହେଉଛି ଶାରୀରିକ ଛୁଆଁ। ବାରମ୍ବାର ହାତ ଧରିବା, ଗାଲକୁ ଛୁଇଁବା କିମ୍ବା ବାଲ ଉପରେ ହାତ ରଖିବା, ଏହା ସେଥିରେ ସଙ୍କେତ ଥାଏ। ନମ୍ବର 4 ହେଉଛି ଅଧିକ ସଜିବା ଓ ଇଣ୍ଟିମେଟ୍ ଡ୍ରେସ୍ ପିନ୍ଧିବା। ଧ୍ୟାନ ନେଇଯାଏ। ପରଫ୍ୟୁମ୍ ଲଗାଇବା, ସେକ୍ସ ଡ୍ରେସ୍ ପିନ୍ଧିବା। ସେ କୁହନ୍ତି, ମୁଁ ତୁମ ପାଖକୁ ଆସିବାକୁ ଚାହୁଁଛି। ଏଥିରେ ସେମାନେ ଇସାରା ଦେଇଥାନ୍ତି। ନମ୍ବର 5 ହେଉଛି ନିଜର ଓ ମୁସ୍କୁରାହଟ। ଅନ୍ଧାରରେ ନଜର ଧରିବା, ଲଜାଇ ମିଶିଯିବା, ମନର ଭାବ ସ୍ପଷ୍ଟ ହୁଏ। ନମ୍ବର 6 ହେଉଛି ମାହୋଲ ବନାଇବା। ଅଚାନକ ରୋମାଣ୍ଟିକ ଗୀତ ଚଳାଇଦେବା, ମୁଭି ଚଳାଇବା। ସେ ଏପରି ବେଶ ତିଆରି କରନ୍ତି ଆପଣଙ୍କୁ ସଙ୍କେତ ଦେବା ପାଇଁ, ଆପଣମାନେ ଧ୍ୟାନ ଦିଅନ୍ତୁ। ଶୋଇଲାବେଳେ ଆସି ନିକଟରେ ଶୁଅନ୍ତି, ବିସ୍ତରରେ ପାଖରେ ଆସି ବହୁତ ଭିତରେ ମିଶିଯାଆନ୍ତି। ଏହିଟି ଆତ୍ୟନ୍ତିକ ପ୍ରଣାଳୀକ ଇସାରା ଦେଇଥାନ୍ତି। ନମ୍ବର 8 ହେଉଛି ଅଭିନୟ ଦ୍ୱାରା ସୂଚନା। ଠୋঁଟ କାମୁଡ଼ିବା, ବାଲରେ ହାତ ଚଳାଇବା। ସେ ମନର କଥା ଶବ୍ଦ ବିନା କହିଥାନ୍ତି। ତେବେ ପ୍ରଶ୍ନ, ଆପଣ କ'ଣ କରିବେ? ଉତ୍ସାହ ଦିଅନ୍ତୁ, ସ୍ନେହ ଦିଅନ୍ତୁ, ବାଧ୍ୟ କରିବେନି। ଅନୁକୂଳ ପରିବେଶ ତିଆରି କରନ୍ତୁ। ହାଲୁକା ଗୀତ, ହାଲୁକା ଦୀପ ଓ ଶୀଘ୍ରତା। ଯଦି ସେ ମନା କରନ୍ତି, ତେବେ ସମ୍ମାନ ଦିଅନ୍ତୁ। ସେ କହିଥିବେ ବା ମୁଡ୍ ନଥିବା ସମ୍ଭାବନା ରହିଥାଏ। ଶେଷ କଥା, ଏହି ବିଷୟ ମାତ୍ର ଶାରୀରିକ ନୁହେଁ। ଏହା ହେଉଛି ଭଲ ପାଇବା, ବିଶ୍ୱାସ ଓ ସମ୍ବେଦନଶୀଳତାର ଗଭୀର ଅନୁଭବ। ଯଦି ଆପଣ ନିଜ ପାର୍ଟନରଙ୍କ ମନକୁ ବୁଝିପାରିବେ, ତେବେ ସମ୍ପର୍କ ଅତୁଟ ଓ ଆନନ୍ଦମୟ ହେବ। ଏହି ତଥ୍ୟ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଆପଣ ପ୍ରିୟ ବନ୍ଧୁ ବା ଭାଇମାନଙ୍କୁ ଯାହା ପାଇଁ ଉପଯୋଗୀ ସେମାନଙ୍କ ସହ ସେୟାର କରନ୍ତୁ। ଆଉ ଏମିତି ଦୟାଳୁ ଓ ଦୂରଦୃଷ୍ଟି ଅନୁଭବ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆସନ୍ତା କାଲି ଆଉ ଏକ ନୂଆ ଭିଡ଼ିଓରେ ଦେଖା ହେବା। ପ୍ରେମ ବାଣ୍ଟନ୍ତୁ, ସମ୍ମାନ ଦିଅନ୍ତୁ, ସୁଖୀ ରୁହନ୍ତୁ। ଧନ୍ୟବାଦ।